ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ବନ ମହୋତ୍ସବ ପାଳିତ। ଆଜି ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ପାମରା ଗ୍ରାମର ବିଭିନ୍ନ ଜାଗାରେ 100ରୁ 150 ବୃକ୍ଷଚାରା ରୋପଣ କରି ବନ ମହୋତ୍ସବ ପାଳିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ତନିଷ ରୋହି ଦାସ, ସେକ୍ରେଟାରୀ ଶ୍ରୀ ଦୁଷ୍ୟନ୍ତ ହୋଇ, ଜେଏନ୍ ସେକ୍ରେଟାରୀ ଶ୍ରୀ ପ୍ରଦୀପ କୁମାର ରାଉତ ଏବଂ ଗ୍ରାମର ଅନେକ ଯୁବକ ଯୁବତୀ, ପିଲାମାନେ, ବୟସ୍କ ଲୋକ ଏହିପରି ଅନେକ ଜଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଆମର ପରିବେଶ ସୁରକ୍ଷା ନିଜର ସୁରକ୍ଷା। ଜୀବଜନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଗଛ ଗୋଟେ ଗୋଟେ ପ୍ରତ୍ୟେକ ମଣିଷ ପାଇଁ ଦାୟିତ୍ୱ ଅଟେ, ଯାହା ଆମ ସମାଜର ମଙ୍ଗଳ ପାଇଁ କାମ। ଗଛ ଗୋଟେ ଆମେ ଫଳ, ମୂଳ, କାଠି, ପତ୍ର, ଅମ୍ଳଜାନ ଭଳି ଅନେକ ମୂଲ୍ୟ ସମ୍ପଦ ପାଇଥାଉ। ଔଷଧ ଗୁଣର ମଧ୍ୟ କାମ କରେ। ତେଣୁ ସଭିଙ୍କୁ ଅନୁରୋଧ, ଗଛ ଗୋଟେ ଗୋଟେ ନିଶ୍ଚୟ ଲଗାନ୍ତୁ। ଏପରି ଭାବେ ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ଆହୁରି କାର୍ଯ୍ୟକ୍ରମ ହେବ ବୋଲି କୁହାଯାଇଛି। ଧନ୍ୟବାଦ। ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ପାମରା ଜରିଆରେ ଆମର ପାମରା ଜେଲ୍ ଚର୍ଚ୍ଚଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଛି। ଆଉ ଏ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦାନ କରିକିରି ପ୍ରାୟ 150ରୁ 200 ଗଛ ଯୋଗାଇ ପାରିଛୁ। ଆଉ ଏଇଟା ଏମିତି ଅବ୍ୟାହତ ରହିବା। ଆସନ୍ତା ମାସେ 2 ମାସ ଭିତରେ ବର୍ଷା ସିଜନରେ ଆମର ଖାଲି ଅନୁଷ୍ଠାନ ତରଫରୁ ଖାଲି ଗଛ ଲଗା କାର୍ଯ୍ୟକ୍ରମ ମାନେ ଏଇଟା ଚାଲୁ ରହିଥିବା। ପୁରୀ କଲା ସଂସ୍କୃତି ତରଫରୁ ପାମରା ଜେଲ୍ ଚର୍ଚ୍ଚରେ ବୃକ୍ଷରୋପଣ କରାଗଲା। ଏ ଗଛ ଲଗାଇବା ଦ୍ୱାରା ଆମର ପରିବେଶନୁ ଶୁଦ୍ଧ ବାୟୁ ପାଇପାରମା, ଆମର ସଂସାର ବସି ପାରବା, ଶୁଦ୍ଧ ଅମ୍ଳଜାନ ପାଇପାରମା। ବର୍ଷା ଯେନ୍ କମ୍ ବର୍ଷା ହଉଛେ ଭରପୁରୀ ମାତ୍ରାରେ ବର୍ଷା ପାଇପାରମା। ଗଛ ବଞ୍ଚିଲେ ଆମେ ସବୁ ବଞ୍ଚମା, ଆମର ସବୁ ପ୍ରାଣୀ ସମ୍ପଦ ବଞ୍ଚି ପାରବେ।